ଶ୍ରୀମା ଶ୍ରୀ ଅରବିନ୍ଦ ଆଜିର ଅନଲାଇନ ଶ୍ରୀ ଅରବିନ୍ଦ ପାଠଚକ୍ରରେ ଯୋଗଦାନ କରିଥିବା ସମସ୍ତ ଭାଇ ବାପାମାନଙ୍କୁ ମୋର ନମସ୍କାର। ଆଜିର ଆଲୋଚ୍ୟ ବିଷୟ ଉଦାରତା ହିଁ ଯଥାର୍ଥ ଜ୍ଞାନର ସ୍ରଷ୍ଟା। ଉଦାରତା ହିଁ ଯଥାର୍ଥ ଜ୍ଞାନର ସ୍ରଷ୍ଟା। ଏହି ପ୍ରସଙ୍ଗ ବିଷୟରେ ଆଲୋଚନା କରିବା ନିମନ୍ତେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଧର୍ମଗଡ଼ର କମଲ କିଶୋର ରଥ ଭାଇଙ୍କୁ ମୁଁ ଅନୁରୋଧ କରୁଛି ଆଜିର ପ୍ରସଙ୍ଗ ବିଷୟରେ ଆଲୋଚନା କରିବେ। କମଲ ଭାଇ। ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ମୋର ନମସ୍କାର। ଆଜିର ଆଲୋଚ୍ୟ ବିଷୟ ଉଦାରତା ହିଁ ଯଥାର୍ଥ ଜ୍ଞାନର ସ୍ରଷ୍ଟା। ପ୍ରଥମେ ଆମେ ଉଦାରତା କଣ ସେଟା ବୁଝିବାକୁ ପଡିବ, ଯୋଉଟା କି ଉଦାର ଅର୍ଥ ହଉଛି ସେ ଅନ୍ୟମାନଙ୍କର ଗୁଣର ଆଦର କରେ ଏବଂ ସେମାନଙ୍କର ସଫଳତା ସକାଶେ ସାହାଯ୍ୟ କରିବାକୁ ସର୍ବଦା ହିଁ ପ୍ରସ୍ତୁତ ଥାଏ। ଏଇଭଳି ଭାବନା ଯାହା ଭିତରେ ଅଛି ଜାଣିବ ଯେ ସିଏ ହଉଛି ଉଦାର ବ୍ୟକ୍ତି। ଯିଏ ଅନ୍ୟର ଗୁଣକୁ ଆଦର କରୁନାହିଁ ଜାଣିବ ଯେ ତା ଭିତରେ ଉଦାର ଗୁଣ ନାହିଁ। ଉଦାର ଲୋକ ସମସ୍ତଙ୍କୁ ଆଦର କରେ, ସେ ଧନୀ ହଉ ଗରିବ ହଉ, ମୂର୍ଖ ହଉ ପଣ୍ଡିତ ହଉ, ସେ ସମସ୍ତଙ୍କୁ ନିଜର ବୋଲି ଭାବେ। ଅନ୍ୟର ଗୁଣ ଓ ଜ୍ଞାନକୁ ସମ୍ମାନ ଦିଏ। ଯାହା ଭିତରେ ଯୋଉ ଗୁଣଟା ଅଛି ସେ ତ ଉପଯୁକ୍ତ ସମ୍ମାନ ଦବ। ସେ ସେଥିପାଇଁ ନିଜର ଶକ୍ତି ଅନୁସାରେ ସାହାଯ୍ୟ ମଧ୍ୟ ସେ କରେ। ତା ସ୍ତରରେ ସେ ଯେତିକି ଅନ୍ୟମାନଙ୍କୁ ସାହାଯ୍ୟ କରିବା କଥା ସେ କରେ। ଏ ଗୁଣ ସମସ୍ତଙ୍କ ପାଖରେ ଦେଖାଯାଏ ନାହିଁ। ଅନ୍ୟର ଶ୍ରୀ ଦେଖିଲେ ଅନ୍ୟ କେହି ନିଜ ଠାରୁ କୌଣସି ବିଷୟରେ ଉଚ୍ଚ ସ୍ଥାନ ଲାଭ କଲେ କେତେକ ସହି ପାରନ୍ତି ନାହିଁ। ତାଙ୍କର ଦେହ କରତି ହୋଇଯାଏ। କଳେ ବଳେ କୌଶଳରେ କିପରି ତାର ଗୁଛି କାଟିବେ, ତାକୁ ସର୍ବଶାନ୍ତ କରିବେ, ସେଥିପାଇଁ ଲାଗି ପଡନ୍ତି। ଏଟା ସାଧାରଣତଃ ମଣିଷ ଭିତରେ ସେଇଟା ଅଛି। ଜଣେ ଯଦି ଆଗକୁ ପଳଉଛି ଆଉ ଜଣେ ସହିପାରୁଛି। ଜଣେ କଠିନ ପରିଶ୍ରମ କରୁଛି, କିଛି ଅର୍ଥ ଉପାର୍ଜନ କରୁଛି, କିଛି ଭଲ ରହୁଛି, କିନ୍ତୁ ଆଉ ଜଣେ ମୋଟେ ପରିଶ୍ରମ କରୁନି, ସେ ଅଭାବ ଅସୁବିଧା ରହୁଛି। ସେଥିପାଇଁ ସେ ଭାବୁଛି ସିଏ କିନ୍ତୁ ଆଗକୁ ପଳେଇଲା, ମୁଁ କାହିଁ ଯାଇପାରୁନି। ସେ ପରିଶ୍ରମ କରୁଛି, ଆଗକୁ ଯାଉଛି, ତୁମେ ପରିଶ୍ରମ କରୁନାହଁ, ଆଗକୁ ଯାଇପାରୁନ। ସେଥିରେ ତାର ଅଗ୍ରଗତିକୁ ଦେଖିଲେ ତମେ ସହିପାରୁନାହଁ କାହିଁକି? ତେଣୁ ଉଦାର ବ୍ୟକ୍ତି ହିଁ ଅନ୍ୟକୁ ସାହାଯ୍ୟ କରେ ଏବଂ ଅନ୍ୟର ଖୁସିରେ ସେ ଖୁସି ହୁଏ। ତେଣୁ ଏଇଟା ବହୁତ ବଡ ବଡ ଜ୍ଞାନୀ ଲୋକମାନଙ୍କ ମଧ୍ୟରେ ବି ଏହି ଉଦାର ଜ୍ଞାନର ଅଭାବ ଥାଏ। ବହୁତ ଜ୍ଞାନୀ ହେଇଥାନ୍ତି, ବହୁତ ବୁଦ୍ଧି ଥାଏ, ତଥାପି ସେମାନଙ୍କ ଭିତରେ ଗୋଟେ ଈର୍ଷା ଥାଏ ବା ଅନ୍ୟର ଅଗ୍ରଗତିକୁ ଦେଖିକି ସହିପାରନ୍ତି। ତୁଳସୀ ଦାସ ଯେତେବେଳେ ରାମଚରିତମାନସ ଲେଖିବାରୁ ତଥାକଥିତ ପଣ୍ଡିତ ମାନେ ସାହାଯ୍ୟ କରିବେ କଣ, ତାଙ୍କୁ ଗୁଣର ଆଦର କରିବେ କଣ, ଓଲଟି ବିଦ୍ରୋହ କରିଥିଲେ। ମାନେ ଇଏ କାହିଁକି ଏତେ ରାମଚରିତମାନସ ଲେଖୁଛି ବୋଲି ଅନ୍ୟମାନେ ଚାହିଁଲେ ତାଙ୍କୁ ଅଟକେଇ ଦେବା ଲାଗି, ତାଙ୍କୁ ବାଧା ସୃଷ୍ଟି କରିବା ଲାଗି। ଶୂଦ୍ରମୁନି ଶାରଳା ଦାସଙ୍କର ମହାଭାରତ ଲେଖାରେ ମଧ୍ୟ ସେହିପରି ପରିସ୍ଥିତି ଦେଖାଯାଇଥିଲା। ଏପରିକି ମହାଜ୍ଞାନୀ ପଣ୍ଡିତ ମାନଙ୍କ ପାଖରେ ବି ଏ ଉଦାର ଗୁଣର ଅଭାବ ଦେଖାଯାଏ। କିନ୍ତୁ ଯିଏ ଉଦାର ସେ ଅନ୍ୟର କାର୍ଯ୍ୟକୁ ଉପଯୁକ୍ତ ସ୍ଥାନ ଦିଏ। ତା ଆଖିରେ ଶତ୍ରୁ ମିତ୍ର ଜ୍ଞାନ ନଥାଏ, ସତ୍ୟ ହିଁ ତା ପାଖରେ ସତ୍ୟ। କାରଣ ସେ କେବେ ଭାବିବନି ଯେ ମୁଁ ତାଠୁ ଅଧିକ ପାଠ ପଢିଛି, ସିଏ ମୋଠୁ କମ ପାଠ ପଢିଛି, ତେଣୁ ମୋର ତାଠୁ କିଛି ଶିଖିବାର ନାହିଁ। ଏଇଭଳି ଭାବନା କିଛି ରହିବନି। ବୟସ କମ ହେଇଥାଇପାରେ ବା ଶିକ୍ଷାଗତ ଯୋଗ୍ୟତାରେ କମ ହେଇଥାଇପାରେ, କିନ୍ତୁ ସିଏ ଯଦି ମୋଠୁ କିଛି ଉନ୍ନତ ଜ୍ଞାନ ବା କୌଶଳ ମାଧ୍ୟମରେ କିଛି କାର୍ଯ୍ୟ କଲା, ତାହେଲେ ବି ମୁଁ ତାର କାର୍ଯ୍ୟକୁ ବା ତାର ଜ୍ଞାନକୁ ସମ୍ମାନ ଦେବି। ସେଇଟା ହଉଛି ଉଦାର ମନୋଭାବ, ସେଇ ହଉଛି ଉଦାରତା।
ସ୍ୱାର୍ଥପର ଲୋକ ନିଜର ସ୍ୱାର୍ଥ ହିଁ ଦେଖନ୍ତି, ନିଜର ପ୍ରଶଂସା ଶୁଣିବାକୁ ତାଙ୍କୁ ଭଲ ଲାଗେ, ଅନ୍ୟର ପ୍ରଶଂସା ସେମାନେ କେବେ ହେଲେ କରନ୍ତି ନାହିଁ। କାରଣ ଯେମିତି ଧର ଜଣେ ଗୋଟେ କିଛି କରୁଛି, ସେ ସବୁବେଳେ ପଚାରିବ କେମିତି ହେଲା, କଣ ହେଲା, କଣ ହେଲା, ମାନେ ତା ନିଜର ଇମ୍ପୋର୍ଟାନ୍ସ ପାଇଁ ସେ ଅନ୍ୟ ଆଗରେ ଦେଖେଇବାକୁ ଚାହେଁ। ଆଉ ଜଣେ ଯଦି କିଏ ସେ ଭଲ ଆଗେଇଲା, ତାକୁ ସେମାନେ ସହିପାରନ୍ତି। ସାଧାରଣତଃ ଏଟା ଶିକ୍ଷା କେନ୍ଦ୍ର ହଉ ବା ସ୍କୁଲ ହଉ ବା କଲେଜ ମାନଙ୍କରେ ବେଳେବେଳେ ଯଦି ଗୋଟେ ନିମ୍ନ ସ୍ତରର ପିଲା ଯଦି ଅଧିକ ପରସେଣ୍ଟରେ ମାର୍କ ରଖିଦେଲା, କ୍ୱାଲିଫାଏଡ ପରିବାର ବାପା ମାଙ୍କ ଭିତରେ ବେଳେବେଳେ ଗୋଟେ ଆସେ ଯେ ତା ବାପା ମା ପାଠ ନ ପଢିକି ତା ପିଲା କେମିତି ଏତେ ଅଧିକ ମାର୍କ ରଖୁଛି, ଅଥଚ ଆମ ପୁଅ ଆମେ ଏତେ କ୍ୱାଲିଫାଏଡ ଆଉ ଆମ ପୁଅ ଝିଅମାନେ କାହିଁକି ଏତେ ଅଧିକ ମାର୍କ ରଖି ପାରୁନାହାନ୍ତି, ଏମିତି ଗୋଟେ ଭାବ ଆସେ। ତେଣୁ ଯଦି ଏଇଭଳି ଭାବ ଆସେ, ଯେ ଜାଣିବ ଯେ ଏଟା ଆମର ବହୁତ କ୍ଷତିର କାରଣ। ଜ୍ଞାନ ସମସ୍ତଙ୍କ ଭିତରେ ଅଛି, ସମସ୍ତେ ହିଁ ଆଗକୁ ଯିବାର ଗୋଟେ ସମ୍ଭାବନା ଅଛି। ତେଣୁ ଆମେ ସମସ୍ତଙ୍କୁ ଉପଯୁକ୍ତ ସମ୍ମାନ ଦେବା। ଚୁଚୁନ୍ଦ୍ରାକୁ ଆଲୋକ ଭଲ ନ ଲାଗିଲା ପରି ଅନ୍ୟର ସୁନାମ ତାକୁ ଖରାପ ଲାଗେ। ଉଦାର ଲୋକ ନିଜ ଶତ୍ରୁର ମଧ୍ୟ ପ୍ରଶଂସା କରେ। ଯିଏ ପ୍ରକୃତ ଗୁଣୀ ସେ କେବେ ହେଲେ ଗୁଣର ଆଦର କରିବାକୁ ପଶ୍ଚାତପଦ ହୁଏ ନା। ବିଶ୍ୱକବି ରବୀନ୍ଦ୍ରନାଥ ଶ୍ରୀ ଅରବିନ୍ଦଙ୍କର ପ୍ରକୃତ ଗୁଣର ପରିଚୟ ପାଇ ଅରବିନ୍ଦ ରବୀନ୍ଦ୍ର ଧ୍ୟାନ ନମସ୍କାର ବୋଲି ଏକ ଦୀର୍ଘ କବିତା ରଚନା କରି ପ୍ରେରଣ କରିଥିଲେ। ତେଣୁ ଆପଣ ମାନେ ଆଉ ଗୋଟେ ଶୁଣିଥିବେ, ଋଷି ବଶିଷ୍ଠ ସେ ହେଉଛନ୍ତି ବ୍ରହ୍ମର୍ଷି, କିନ୍ତୁ ମହର୍ଷି ବିଶ୍ୱାମିତ୍ର କଣ କରନ୍ତି, ସେ ସବୁବେଳେ ଚାହୁଁଥିଲେ ଯେ ଏଇ ବଶିଷ୍ଠ ମତେ କିନ୍ତୁ ମହର୍ଷି ବୋଲି ଡାକନ୍ତି। ବିଶ୍ୱାମିତ୍ର ସବୁବେଳେ ସେଟା ଭାବୁଥିଲେ, କିନ୍ତୁ ବଶିଷ୍ଠ ଋଷି ବିଶ୍ୱାମିତ୍ରଙ୍କୁ ମହର୍ଷି ବୋଲି ଡାକିଲେ ନାହିଁ ବୋଲି ବିଶ୍ୱାମିତ୍ର ରାଗିକି ବଶିଷ୍ଠଙ୍କର 100 ପୁଅକୁ ମାରିଦେଲେ। ତଥାପି ବଶିଷ୍ଠ ନିରବ ଥାନ୍ତି, କିଛି ତାଙ୍କ ଭିତରେ କ୍ରୋଧ ନଥାଏ। ଦିନେ ବର୍ଷା ଦିନ, ପ୍ରବଳ ବର୍ଷା ହଉଛି। ଏତେ ବର୍ଷା ଭିତରେ ବଶିଷ୍ଠଙ୍କ ଘରେ ଲୁଣ ନଥିଲା। ଯେହେତୁ ଲୁଣ ନଥିଲା, ତାଙ୍କ ଘରେ କେମିତି ରୋଷେଇ ହବ ସେଇ କଥା ଚିନ୍ତା କରିକି ବଶିଷ୍ଠଙ୍କ ସ୍ତ୍ରୀ ହଉଛନ୍ତି ଅରୁନ୍ଧତୀ, କହିଲେ ତମେ ଲୁଣ ଟିକେ ନେଇ ଆସ। କୋଉଠୁ? ସାଙ୍ଗେ ସାଙ୍ଗେ ବଶିଷ୍ଠ କହୁଛନ୍ତି ଆମ ପାଖରେ ଥିବା ଯୋଉ ବିଶ୍ୱାମିତ୍ରଙ୍କ ଘରୁ ତମେ ଯାଇକି ଲୁଣ ଆଣିକି ରୋଷେଇ କର। ଅରୁନ୍ଧତୀ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଯୋଉ ବିଶ୍ୱାମିତ୍ରକୁ ତୁମେ ମହର୍ଷି ବୋଲି ସମ୍ବୋଧନ କଲ ନାହିଁ, ସେଥିପାଇଁ କି ସେ ରାଗରେ ତମର 100 ପୁତ୍ରକୁ ହତ୍ୟା କଲେ, ତମେ ପୁଣି ମତେ ତାରି ଦୁଆରକୁ ପଠଉଛ? ବଶିଷ୍ଠ କହିଲେ ମୁଁ ବିଶ୍ୱାମିତ୍ରକୁ ବହୁତ ଭଲ ପାଏ, କାରଣ ସେ ମୋ ଭଳି ହେବାକୁ ଚାହୁଁ। ଆଉ ମୁଁ ଯଦି ତାଙ୍କୁ ମହର୍ଷି ଡାକିଥାନ୍ତି ବା ମହର୍ଷି ବୋଲି ସମ୍ବୋଧନ କରିଥାନ୍ତି, ତାହେଲେ ତାଙ୍କର ଅହଙ୍କାର ବଢିଥାନ୍ତା, ତାଙ୍କ ଅଗ୍ରଗତିରେ ବାଧା ହେଇଥାନ୍ତା। ତେଣୁ ମୁଁ ଜାଣି ଶୁଣିକି ତାଙ୍କୁ ମହର୍ଷି ଡାକୁଥିଲି, କିନ୍ତୁ ତାଙ୍କୁ ମୁଁ ହୃଦୟରେ ବହୁତ ଭଲ ପାଏ। ସେଇଥିପାଇଁ କି ସେ ମୋର 100 ପୁଅକୁ ହତ୍ୟା କଲେ ମଧ୍ୟ ତାଙ୍କ ପ୍ରତି ମୋର କୌଣସି ଘୃଣା ଭାବ ନାହିଁ, ଆଉ ତାଙ୍କ ଘରୁ ଲୁଣ ଆଣିବା ପାଇଁ ମୁଁ ତମକୁ ପଠଉଛି। ଏଇ କଥା ଯେତେବେଳେ ବଶିଷ୍ଠ କହୁଛନ୍ତି ତାଙ୍କ ସ୍ତ୍ରୀ ଅରୁନ୍ଧତୀକୁ, ସେତିକି ବେଳେ ବଶିଷ୍ଠ ଋଷିଙ୍କର ଦ୍ୱାର ବାହାର ପଟେ ବିଶ୍ୱାମିତ୍ର ଗୋଟେ ଖଣ୍ଡା ଧରିକି ଆସିଥିଲେ ବଶିଷ୍ଠଙ୍କୁ ହତ୍ୟା କରିବେ। ବିଶ୍ୱାମିତ୍ର ଘରର ବାହାର ପଟୁ ଥାଇକି ଯେତେବେଳେ ଏ କଥା ଶୁଣିଲେ ଯେ ଯୋଉ ବଶିଷ୍ଠଙ୍କୁ ମୁଁ ହତ୍ୟା କରିବା ପାଇଁ ଆସିଥିଲି, ସେ ବଶିଷ୍ଠଙ୍କ ହୃଦୟ କେତେ ଉଦାର, ମୁଁ ତାଙ୍କର 100 ପୁଅକୁ ମାରିଥିଲେ ମଧ୍ୟ ସେ ମତେ ଘୃଣା କରୁନାହାନ୍ତି, ମତେ ଭଲ ପାଉଛନ୍ତି, ବା ମୋର ଅଗ୍ରଗତି ପାଇଁ କି ମତେ ଜାଣି ଶୁଣିକି ମହର୍ଷି ବିଶ୍ୱାମିତ୍ର ବୋଲି ସମ୍ବୋଧନ କରୁନାହାନ୍ତି। ଏହା କହିକି ସେ ବିଶ୍ୱାମିତ୍ର ଋଷି ନିଜ ଭୁଲକୁ ବୁଝିପାରିଛନ୍ତି, ଅନୁତାପରେ ଆସିକି ବଶିଷ୍ଠ ଋଷିଙ୍କର ଗୋଡ ତଳେ ପଡିଯାଇଛନ୍ତି। ଯେତେବେଳେ ଆଉ ନିଜର ଭୁଲ ସେ ବିଶ୍ୱାମିତ୍ର ବୁଝିପାରିଛନ୍ତି, ଆଉ ସେଇ ସମୟରେ ହିଁ
ऋषि वशिष्ठ कहले उठ महर्षि विश्वामित्र से समय ही से महर्षि विश्वामित्र हेले कारण मनीष भितर गोटे अहंकार थाए से अहंकार विलोप हेला पर ही तार अग्रगति वशिष्ठ भितर से उदार मनोभाव थिला सी तांकर निजर 100 पुओ को हत्या करागला पर मध्य से विश्वामित्र भितर भल पाउथिले किंतु ई होची हम भितर उदार मनोभाव रहिबा आम शिखिबा कथा किंतु आम साधारणतः टिके कोन हले आम भितर भी गोटे प्रतिशोध परायण मनोभाव आसुची जदि प्रतिशोध परायण मनोभाव आसुची ताहले आम जानिबे जे हमर उदार मनोभाव नाही तेणु आम अन्य मन को भल पाइबा दरकार अन्य मन श्रद्धा करने दरकार जी प्रकृत गुणर अधिकारी सम्मान दवा कथा आम केबे भाविबा हाँ सी किसी जानी सी कौन कह जानी मोठू से छोट बा मोठू कम जानी ये भाव के रखा आम समस्त शिखा तो से कि मनुष्य अग्रगति करे आउ जने सही पारे तेणु जदि सही न पार्छ ताहले हम क्षति से इठी लिखा है माँ लिखिं जे टू टॉलरेंस इज फुल ऑफ एसेंस ऑफ सुपीरियरिटी इट शुड बी रिप्लेस्ड बाय टोटल अंडरस्टैंडिंग यही उदारतारे आपना को बड़ बोली मन करिवार भाव भारी भर्ती होई रही थाए यह परिवर्तन रे समग्र बुझा शक्ति रही आवश्यक आमे अन्य मान ठारू जो बड़ बोली भावुचु सेटा को मो भितर परिवर्तन करिया यदि मु अन्य मान ठारू बड़ बोली भाबीदेली ताले मु ताठ किछि शिखिया कथा जो भाव रहिबा कथा से भावनाटा आम भितर आ रहिबो नै कारण ज्ञान होची असीम आम भितरटा सिना गोटे उदार रही थिले सीना आम किसी ज्ञान को अर्जन करवा आम भीतर यदि अन्य जिनसा सब भर्ती रही थो बाहर ज्ञान आसो केमती निज गोटे शून्य हवा पड़ो मु किसी जानी ना मत आहरी किसी शिखा अच्छी अन्य मान को देखिले भाविया जाकर हाँ मुठू भगवान को सृष्टि जमी फूल गछरे विभिन्न प्रकार फूल अच्छी प्रत्येक फूल अन्य फूल को सम्मान दिए कहीं गोलाप फूल केबे बड़ भावेनी कि घास फूल केबे छोट भावेनी निजस्व सौंदर्य से विकास लाभ कर तो भितर उदार मनोभाव अच्छे कि आम मनीष मैंने आम निजी को बड़ बोली भावुँ से छोट बोली भावुँ ये सब भावना रोचे आम भर उदार रोह तो से लिखा है टॉलरेंस इज ओनली द फर्स्ट स्टेप टुवर्ड्स विजडम दी नीड तार ओडियाटा होची उदारता हेउची यथार्थ ज्ञान लाभ दिगरे केवल एक प्रथम पदक्षेप यदि आम भितर उदारता अच्छी ताहले आम यथार्थ ज्ञान को लाभ करि परिबा यदि उदारता नहीं ताहले आम ज्ञान को लाभ करि परिबा नहीं तो लिखा है दी नीड टू टॉलरेंस दी नीड टू टॉलरेट इंडिकेट्स दी प्रेजेंस ऑफ प्रिफरेंस उदार हेबार आवश्यकता आम भितर केतेक अग्र रुचि रही ही सूचना दी थाए ही हु लिव्स इन द डिवाइन कॉन्शियसनेस रिगार्ड्स ऑल थिंग्स विथ ए परफेक्ट इक्वानिमिटी जो व्यक्ति दिव्य परम चेतना मध्य बास करुए से प्रत्येक वस्तु को एक संपूर्ण समतार दृष्टि देखा समर्थ हुए देखिए गोटे गछरे पत्रडाक अच्छी से पत्रडाक लगी लगी थे कि कहा किसी ये हो गोटे परस्पर सामान्य थाए बा संगति थाए कि मनीष मान भीतर बहुत वाद विवाद रहे तेणु ये अन्य मान शिक्षा चाहे प्रत्येक पाखे किसी नूतन ज्ञान अच्छी समस्त को समान दृष्टि देखा द्वारा समस्त को श्रद्धा करा पड़े जदि आम जनक ठारू घृणा भाव रहा ताहले कौन हम आम ताठ किसी शिखी पारिबा नहीं
ତେଣୁ ଯାହା ଫଳରେ କଣ ଆମ ନିଜର ଜ୍ଞାନଟାକୁ ଆମେ ନିଜେ ହରୁ। ଆମେ ଯଦି ଭିତରେ ଭାବିଦେଲୁ ସିଏ କିଛି ଜାଣିନି ତାପରେ କଣ ଯିବି ଶିକ୍ଷା ଲାଗି, ତାହେଲେ ଆମର ଜ୍ଞାନ ଅର୍ଜନର ବାଟଟା ସେଇଠି ଅଟକି ଗଲା। ତେଣୁ ଆମେ ଉଦାର ହେବା। ପାର୍ଥିବ ଅର୍ଥରେ ଯାହାକୁ ଉଦାରତା ବୋଲି କୁହାଯାଏ, ମୁଁ ଏଠାରେ ସେ କଥା ମୋଟେ କହିବି ନାହିଁ। ମା କହୁଛନ୍ତି ଜଣଙ୍କ ପାଖରେ ଯାହା ଅଛି ସେ ତାହାକୁ ଦେଇଦେଲେ ପାର୍ଥିବ ଅର୍ଥରେ ତାହାକୁ ହିଁ ଉଦାରତା ବୋଲି କୁହାଯାଏ। ମାତ୍ର ଏହି ଗୁଣଟି ମଧ୍ୟ ଆଦୌ ସଚରାଚର ଦେଖିବାକୁ ମିଳେ ନାହିଁ। କାରଣ ଆପଣାର ଧନ ବଢି ଜଣେ ଧନୀ ହୋଇଯିବା ସଙ୍ଗେ ସଙ୍ଗେ ସେ ସେହି ଧନକୁ ଦେଇଦେବା ଅପେକ୍ଷା ତାହାକୁ ଆପଣା ପାଖରେ ସଞ୍ଚି ରଖିବାକୁ ହିଁ ଅଧିକାଂଶ ସମୟରେ ଭାବୁଥାଏ। ମଣିଷଙ୍କ ପାଖରେ ଯେତିକି ଧନ ଥାଏ ସେମାନେ ସେତିକି କମ ଉଦାର ହୁଅନ୍ତି। ଏଇଟା ସାଧାରଣତଃ ଭାଇ ଭଉଣୀ ଦେଖିବେ, ଯିଏ ଅଳ୍ପ ପଇସା ରୋଜଗାର କରୁଥିବ ସେତିକି ବେଳୁ ତାର ଚାଲିଚଳନ ଗୋଟିଏ ବା କଥାବାର୍ତ୍ତା ବା ନିଜର ଆତ୍ମୀୟ ସ୍ୱଜନ ମାନଙ୍କ ସହିତ ମିଶିକି ଯେମିତି କାମ କରେ ବା ପରସ୍ପରର ପ୍ରତି ସହଯୋଗ ଭାବ ଥାଏ, ପଇସା ଅଧିକ ହେଇଗଲେ ସେ ନିଜକୁ ହିଁ ବେଳେବେଳେ ଅଧିକ ବଡ ଭାବେ ଏବଂ ଯାହାଫଳରେ ତାର ଉଦାର ମନୋଭାବଟା କମି ଆସେ। ଏଇ ଗୁଣଟା ଆସେ କାହିଁକିନା ସେ ଯେତେବେଳେ ଅନ୍ୟକୁ ଦେଇଦେବାର ଗୋଟେ ଯୋଉ ଆନନ୍ଦ ଥାଏ ସେଟା ଧୀରେ ଧୀରେ ତାର କମିଯାଏ। ମୁଁ ଏଠାରେ ନୈତିକ ଉଦାରତା ବିଷୟରେ କହିବାକୁ ଇଚ୍ଛା କରୁଛି ବୋଲି ମା କହୁଛନ୍ତି। ଉଦାହରଣ ସ୍ୱରୂପ ଯେତେବେଳେ ଆମର ଜଣେ ସାଙ୍ଗ କୌଣସିଥିରେ ସଫଳତା ହାସଲ କଲା ଆମେ ନିଜେ ସେଥିରେ ଖୁସି ହେବା। କୌଣସି ସାହସିକ କାର୍ଯ୍ୟ, ଅସ୍ୱାର୍ଥପର କୌଣସି କାର୍ଯ୍ୟ, ଏକ ପ୍ରଶଂସା ଯୋଗ୍ୟ ତ୍ୟାଗ ଏଗୁଡିକ ଭିତରେ ମଧ୍ୟ ଏପରି ଏକ ସୌନ୍ଦର୍ଯ୍ୟ ନିହିତ ହୋଇ ରହିଛି ଯାହା ଆମକୁ ଅଶେଷ ଆନନ୍ଦ ଆଣି ଦେଇଥାଏ। ଏପରି କୁହାଯାଇ ପାରିବ ଯେ ଅନ୍ୟମାନଙ୍କ ମଧ୍ୟରେ ଯେଉଁ ଯଥାର୍ଥ ଯୋଗ୍ୟତା ରହିଛି, ଯେଉଁ ଯଥାର୍ଥ ବରିଷ୍ଠତା ମାନ ରହିଛି, ତାହାକୁ ଚିହ୍ନିବାରେ ଓ ସ୍ୱୀକାର କରିବାରେ ସମର୍ଥ ହେବା ହେଉଛି ନୈତିକ ଉଦାରତା। ଯଦି ଆଉ ଜଣେ ଅଗ୍ରଗତି କଲା ଆମେ ସେଥିରେ ଯଦି ଖୁସି ହେଇପାରୁଛୁ ତାହେଲେ ଜାଣିବା ଯେ ଆମ ଭିତରେ ଉଦାର ମନୋଭାବଟା ଅଛି, ଉଦାରତା ଗୁଣଟା ଅଛି। ଯଦି ତାର ଅଗ୍ରଗତିଟାକୁ ଆମେ ସହିପାରୁନୁ, ତାକୁ ଚାହୁଁଛୁ କେମିତି ତଳେ ପକେଇଦବା ଲାଗି, ଜାଣିବା ଯେ ସେଇଟା ଆମର ହିଁ ବହୁତ କ୍ଷତି ହବ ଏବଂ ଅନ୍ୟମାନଙ୍କର ବି କ୍ଷତି ହବ। ବହୁତ ସମୟରେ ଦେଖିବେ ଗୋଟେ ଗୋଟେ କଲେଜ ମାନଙ୍କରେ ଯୋଉ ପ୍ରତିଯୋଗିତା ହେଲା ବେଳେ ଯଦି ପ୍ରାଇଜ ଡିଷ୍ଟ୍ରିବ୍ୟୁସନ ହଉଥିବ, ଫାର୍ଷ୍ଟ ସେକେଣ୍ଡ ଥାର୍ଡ ଥରେ ଗୋଟେ ପିଲା ହେଲା ବହୁତ ଗୁଡେ ସାର୍ଟିଫିକେଟ ପାଇଲା, ସେ ତାପରେ ଘରକୁ ଆସିବା ପାଇଁ ତା ସାଇକେଲ ପାଖକୁ ଯାଇଛି, ଦେଖିଲା ବେଳକୁ ତା ସାଇକେଲର ଟ୍ୟୁବର ଭାଲ ପିନଟା ନାହିଁ। ତାକୁ କିଏ ଗୋଟେ ଈର୍ଷା କରିକି ତା ପମ୍ପ ଖୋଲି ତାର ଭାଲ ପିନଟା ନେଇ ପଡିଛି। ତା ମାନେ କଣ, ଇଏ କାହିଁକି ଏତେ ଆଗକୁ ଯାଉଛି, ମୁଁ କାହିଁକି ଯାଇପାରୁନି, ଏଇ ଭାବନାଟା ଆସୁଛି ବୋଲି ତା ସାଇକେଲର ପମ୍ପ ଭାଲ ପିନଟାକୁ ନେଇକି ଯାଇଛି, ଟ୍ୟୁବର ଭାଲ ପିନଟା। ତେଣୁ ସେଇଥିପାଇଁ ଏଠି କୁହାଯାଉଛି ଯେ ଯାହା କିଛି ଦୀନତା ଏବଂ ଦରିଦ୍ରତା ଦ୍ୱାରା ଦୁଷ୍ଟ ହୋଇ ରହିଥାଏ ତାହା ମହାଲକ୍ଷ୍ମୀଙ୍କର ଆଗମନକୁ ବାରିତ କରି ରଖେ। ଶ୍ରୀମନ୍ତ ମହାଲକ୍ଷ୍ମୀ ବିଷୟରେ ଏହିପରି ମଧ୍ୟ କହିଛନ୍ତି ଯେ ଯାହା କିଛି ଅତି ଦୀନ ହୋଇ ରହିଥାଏ ବା ଯୋଉ ଦରିଦ୍ର ବା ଗରିବ ଅବସ୍ଥା, ଯେଉଁଠାରେ ଉଦାରତା ଓ ପ୍ରଶସ୍ତତା ନଥାଏ, ଉତ୍ସାହ ନଥାଏ, ପ୍ରାଚୁର୍ଯ୍ୟ ନଥାଏ ଏବଂ ଅନ୍ତର୍ଗତ କୌଣସି ସୌନ୍ଦର୍ଯ୍ୟ ନଥାଏ, ଯାହା କିଛି ଶୁଷ୍କ ଓ ଶୀତଳ ହୋଇ ରହିଥାଏ, ଆପଣା ଉପରକୁ ମୋଡି ହୋଇ ଆପଣଙ୍କୁ ଆବୃତ କରି ରହିଥାଏ, ତାହା ମହାଲକ୍ଷ୍ମୀଙ୍କର ଆଗମନକୁ ବାରିତ କରିଛି। ଏଠାରେ ବାହ୍ୟ ଅର୍ଥ ସାମର୍ଥ୍ୟ ବିଷୟରେ ଆଦୌ କିଛି କୁହାଯାଉ ନାହିଁ। ବାହାରେ ଅତ୍ୟନ୍ତ ଧନଶାଳୀ ହୋଇ ରହିଥିବା ଜଣେ ବ୍ୟକ୍ତି ମହାଲକ୍ଷ୍ମୀଙ୍କର ଦୃଷ୍ଟିକୋଣରୁ ହୁଏତ ଭୟଙ୍କର ଭାବରେ ଦରିଦ୍ର ବୋଲି ସାବ୍ୟସ୍ତ ହୋଇପାରେ ଏବଂ ଜଣେ ଅତି ଦରିଦ୍ର ବ୍ୟକ୍ତିର ହୃଦୟ ଯଦି ପ୍ରଶସ୍ତ ଥାଏ ତେବେ ସେ ପ୍ରକୃତିରେ ଅତ୍ୟନ୍ତ ଧନୀ ରୂପେ ବି ଗଣ୍ୟ ହୋଇପାରେ। ଏଠି ଯୋଉ ଉଦାରତା କଥା କୁହାଯାଇଛି, ଟିକେ ଆଗକୁ ଆଲୋଚନା ବି ହଉଥିଲା ଯେ ଯେତିକି ବେଳେ ଅଳ୍ପ ପଇସା ଥାଏ ସେତେବେଳେ ତାର ଗୋଟେ ପ୍ରକାର ଭାବନା ଥାଏ, ଠିକ। ଯେତେବେଳେ ଧନ ସମ୍ପତ୍ତି ବେଶୀ ବଢେ, ଲେଖା ହେଇଛି ଯେତିକି ମଣିଷ ପାଖରେ ଯେତିକି ଧନ ଥାଏ ସେମାନେ ସେତିକି କମ ଉଦାର ହୁଅନ୍ତି ଏବଂ ଯାହା ଫଳରେ କଣ ହୁଏ, ଜଣଙ୍କ ପରିବାର ଜଣେ ଯିବା ଜଣେ ଖାଦ୍ୟଟି ଜଣେ ଦଉଛି ଖାଇବା ଲାଗି, ଯୋଉ ମନୋଭାବରେ ଦଉଥିବ ଖାଇବାକୁ ସେଇ ମନୋଭାବଟା ଆମ ଶରୀର ଭିତରେ କ୍ରିୟା କରେ। ଅଧିକ ଧନ ଥିବା ଲୋକଙ୍କ ଘରକୁ ଯାଇଥିଲେ ସେ ବିଭିନ୍ନ ପ୍ରକାର ଖାଦ୍ୟ ଧନ ଦଉଥାନ୍ତି, କିନ୍ତୁ ଯଦି ତାଙ୍କ ଭିତରଟା ଯଦି ଉଦାରତା ନଥିବ ବା
ସଂକୀର୍ଣ୍ଣ ଥିବ ତାହେଲେ ସେ ଦରିଦ୍ର ଭଳି ସମାନ। କିନ୍ତୁ ଅଳ୍ପ ଟଙ୍କା ପଇସା ଥିବା ଲୋକଙ୍କର ହୃଦୟଟା ଯଦି ପ୍ରଶସ୍ତ ହେଇଥିବ ବା ବିସ୍ତାର ହେଇଥିବ ତାହେଲେ କଣ ହବ, ସେଠି ସେ ଜାଣିବ ଯେ ସେଇଟା ହିଁ ପ୍ରକୃତ ଧର୍ମ। ଯୋଉଟା କି ମହାଲକ୍ଷ୍ମୀଙ୍କର ଉଦ୍ଦେଶ୍ୟ ହଉଛି ବାହାରୁ କିଛି ଜାଣି ହବ ନାହିଁ, ଭିତରର ଅବସ୍ଥାକୁ ନେଇକି ଆମକୁ ଏଟା ଚିନ୍ତା କରିବାକୁ ପଡିବ। ତାପରେ ପୁଣି ସେଟା ମା ଲେଖିଛନ୍ତି ଯେ କେମିତି ନା ଅପୋଜ anger with serenity, evil with good, conquer a miser by generosity and a liar by the truth। ଗୋଟେ କ୍ରୋଧକୁ ପ୍ରଶାନ୍ତ ମାଧ୍ୟମରେ ଦ୍ୱାରା ପରାସ୍ତ କରାଯାଏ, ଗୋଟେ ମନ୍ଦକୁ ଭଲ ଭାବରେ, ଗୋଟେ କୃପଣ ଲୋକକୁ ଉଦାରତା ଦ୍ୱାରା ପରାସ୍ତ କରାଯାଏ ଏବଂ ମିଛୁଆକୁ ସତ୍ୟ ଦ୍ୱାରା ମଧ୍ୟ ପରାସ୍ତ। ଦେଖିବେ ଗୋଟେ ଲୋକ ଭିତରେ ଗୋଟେ ଖରାପ ଗୁଣ ଅଛି, ଜଣେ ଲୋକ ବହୁତ ରାଗିଥିବ କିନ୍ତୁ ତାପରେ ଆଉ ଗୋଟେ ଶାନ୍ତ ଲୋକ ଯଦି କିଛି ସମୟ ପରେ ପହଞ୍ଚିଯାଏ, ଧୀରେ ଧୀରେ କଣ ହୁଏ, ଯଦି ଶାନ୍ତ ଲୋକର ଭିତରର ପ୍ରସ୍ତୁତିଟା ଜୋର ଥିବ ବା ଅଧିକ ଥିବ, ସେ କଣ ହବ, ତାର ପ୍ରଭାବରେ ରାଗିଥିବା ଲୋକଟି ମଧ୍ୟ ଧୀରେ ଧୀରେ ଶାନ୍ତ ହେଇଯାଏ। ସେଇଭଳି ମିଛଟାକୁ ଆମେ ସତ୍ୟ ଦ୍ୱାରା ମଧ୍ୟ ପରାସ୍ତ କରିପାରିବା। Courage is the total absence of fear in any form। ଯେମିତି ଯୋଉଠି ସାହସ ଅଛି ସେଠି ଭୟ ରହିବ ନାହିଁ। ଯେମିତି ଆଲୋକ ଥିଲେ ଅନ୍ଧକାର ଆପେ ଆପେ ଚାଲିଯାଏ, ସେଭଳି ସାହସ ଥିଲେ ସେଠି ଭୟଟା ଦୂର ହେଇଯିବ। Love is self-giving without asking anything in return। ନିଜକୁ ଦେଇଦବା ଏବଂ କିଛି କୌଣସି ପାଇବାର ଆଶା ନ ରଖିକି ଦେଇଦବା ଯୋଉଟା କୁହାଯାଏ। ଦେଖିବେ ଦୁଇ ବନ୍ଧୁ ଥିବେ, ଦୁଇ ବନ୍ଧୁଙ୍କ ଭିତରେ ସ୍ନେହ ଶ୍ରଦ୍ଧା ଥିବ ଏବଂ ପରସ୍ପର ପ୍ରତି ଗୋଟେ ଭଲ ବନ୍ଧୁତା ଥିବ। ସେ ବନ୍ଧୁତାଟା ପଶ୍ଚାତରେ ଯଦି କିଛି ପାଇବାର ଆଶା ଥିବ ବା କୌଣସି ପାଇବାର ଆଶା ରଖି ଯଦି କିଛି ଜିନିଷ ଆମେ ଦଉଥିବା, ତାହେଲେ ସେ ବନ୍ଧୁତାଟା ବେଶୀ ଦିନ ରହିବ ନାହିଁ। ବନ୍ଧୁତାଟା କେମିତି ହବ ନା ଏକ ସମାନ୍ତରାଳ ସରଳ ରେଖା ପରି ଆଗକୁ, ଯେମିତି ଗଣିତରେ ପଢା ହଉଛି ସମାନ୍ତରାଳ ସରଳ ରେଖା ପରସ୍ପର ଠାରୁ ସମାନ ଦୂରତାରେ ଆଗକୁ ଆଗେଇ ଯାଆନ୍ତି, କେହି କାହା ପାଖକୁ ଯାଆନ୍ତିନି ବେଶୀ କି ବେଶୀ ଦୂରକୁ ଯାଆନ୍ତି। ସେଇଭଳି ଆମ ଭିତରେ ଥିବା ବନ୍ଧୁତାଟା ସେଇଭଳି ହବା ଦରକାର। ଯେତିକି ବେଳେ ଆମେ ଅନ୍ୟ ଠାରୁ କିଛି ପାଇବାର ଆଶା ରଖିକି ଯଦି ଆମେ କିଛି ଦଉଛେ, ତାହେଲେ କଣ ହବ, ସେ ପାଇବା ଜିନିଷଟା ଯେତିକି ଦିନ ଆମ ପାଖକୁ ଆସୁଥିବ ସେତିକି ଦିନ ଆମେ ଦଉଥିବା, ଯେତିକି ବେଳେ ଆମ ପାଇବାଟା ବନ୍ଦ ହେଇଯାଏ ଆମେ ଦବାଟା ବନ୍ଦ କରିବା। ଏଠି ତାହା କୁହାଯାଉନି ତମେ ସବୁବେଳେ ନିଜକୁ ଦେଇଦିଅ। ଦେଖିବ ଦୁଇ ବନ୍ଧୁ ଭିତରେ ଯେମିତି ମାଟା ତା ଛୁଆକୁ ଭଲ ପାଉଛି, ଛୁଆଟା ନ ଖାଇଲା ପର୍ଯ୍ୟନ୍ତ ମା କେବେ ଖାଏନି, ଛୁଆ କେତେବେଳେ କୋଉ କାମ କରିବ ଯେମିତି ମା ତା କଥା ଚିନ୍ତା କରୁଛି, ସେଇ ହଉଛି ପ୍ରକୃତ ତ୍ୟାଗ, ସେଲ୍ଫ ଗିଭିଂ, ଯୋଉଟା ନିଜ ଦେଇଦେବା। ସେମିତି ଭଗବାନଙ୍କ ପାଖରେ ଯଦି ଆମେ ସବୁ ସେମିତି ଦେଇଦେବା, କୌଣସି ପାଇବାର ଆଶା ନଥିବ, ତାହେଲେ କଣ ହବ, ଆମ ଭିତରେ ସୁବିଧା ହବ। Generosity is to find one's own satisfaction in the satisfaction of others। ଅନ୍ୟମାନଙ୍କର ସନ୍ତୋଷ ମଧ୍ୟରେ ନିଜର ସନ୍ତୋଷ ବା ତୃପ୍ତି ଲାଭ ଖୋଜିବା ହେଉଛି ଉଦାରତା। ଏଇ ଗୁଣଟା ଯଦି ସମସ୍ତେ ଖୁସିରେ ରହିବେ, ସର୍ବେ ଭବନ୍ତୁ ସୁଖିନଃ, ଏଇ ଭାବନାରେ ଯଦି ରହିବ ଯେ ସମସ୍ତେ ଭଲ ରହୁଛନ୍ତି, ସମସ୍ତେ ଖୁସି ରହୁଛନ୍ତି, ସେଇ ଭିତରେ ମୁଁ ଖୁସି ରହିବି, ତାହେଲେ ଜାଣିବି ଯେ ମୋ ଭିତରେ ଉଦାରତା ଗୁଣ ଅଛି। କିନ୍ତୁ ଏଇ ଜିନିଷ ବହୁତ ବେଳେବେଳେ କମ ହେଇଯାଏ ଆମ ଭିତରେ। କାହିଁକି ଆମେ ସବୁବେଳେ ଭାବୁ କଣ କି, ନା ମୁଁ କେମିତି ଆଗକୁ ଯିବି, ମତେ କେମିତି ଆଗକୁ ନିଆଯାଉ, ଅନ୍ୟମାନେ ଥାଆନ୍ତୁ ପଛେ ତଳେ, ନା, ଯୋଉଟା କି ସେଥିପାଇଁ ଶ୍ରୀରାମ ଯୋଉଟା କୁହାଯାଉଛି
ଏକ ସାମୂହିକ ଯୁଗ, କାହିଁକିନା ସମସ୍ତଙ୍କୁ ନେଇକି ଆମେ ଆଗକୁ ଯିବା। ଅତୀତର ଯୁଗରେ କଣ ହଉଥିଲା, ପ୍ରତ୍ୟେକ ନିଜ ନିଜ ଗୁମ୍ଫା ଭିତରେ ରହିକି ସାଧନା ତପସ୍ୟା କରୁଥିଲେ, କିନ୍ତୁ ଶ୍ରୀ ଅରବିନ୍ଦଙ୍କ ଯୁଗଟା ହଉଛି ସମସ୍ତଙ୍କୁ ନେଇକି, ଯେମିତି ଗୋଟେ ପରିବାର ଭିତରେ ସମସ୍ତେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯିବା ବେଳେ ଜଣେ ଭଲ ଚାଲି ଜାଣିଛି ବୋଲି ଯଦି ଆଗକୁ ପଳେଇଥିବ, ବାକି ଆଉ ଜଣେ ଯାଇପାରୁଥିବ, ତାହେଲେ କଣ ହବ, ଗୋଟେ ସମନ୍ୱୟ ରହୁନଥିବ ତା। ତେଣୁ ସମସ୍ତଙ୍କୁ କେମିତି ସାଙ୍ଗରେ ନେଇକି ଆମେ ଆଗକୁ ଯିବା ଦରକାର। ସମସ୍ତେ ଖୁସି ହେଲେ ଆମେ ଖୁସି। ଯେମିତି ଆମେ ଗୋଟେ ଖୁସିରେ ଥିବା ସମୟରେ ଆମ ପାଖରେ ଗୋଟେ ଲୋକ ଯଦି କାନ୍ଦୁଥିବ, ତାହେଲେ କଣ ହବ, ସେ କାନ୍ଦର ଯୋଗୁ ହିଁ ଆମର ଖୁସିଟା ମଧ୍ୟ ବାଧାପ୍ରାପ୍ତ ହେବ। This refinement, if it is sincere, brings to the being a nobility and a generosity which will spontaneously find expression in his behavior and will protect him from many base and perverse movement. ଆମ ନିଜକୁ ଆଜି ଆମେ ପରିମାର୍ଜିତ କରିବାକୁ ପଡିବ। ଯଦି ଆମ ନିଜକୁ ଆମେ ପରିମାର୍ଜନ ନ କରିବା, ତାହେଲେ କଣ ହବ, ଆମର ଅଗ୍ରଗତିଟା ଠିକ ଭାବରେ ହେଇପାରିବ ନାହିଁ। ଯେମିତି ଆନ୍ତରିକ ଭାବରେ ନିଜକୁ ପରିମାର୍ଜନ କରିବା ଫଳରେ ଉଦାରତା ସ୍ୱତଃସ୍ଫୂର୍ତ୍ତ ଭାବରେ ବ୍ୟବହାରରେ ପ୍ରକାଶ ପାଏ ଏବଂ ଆମକୁ ଅନେକ ବିକୃତ ଚାଲିଚଳନରୁ ସୁରକ୍ଷା ଦିଏ। କାହିଁକିନା ଆମେ ଯଦି ଭିତରଟା ଆମର ପରିଷ୍କାର ନଥିବ, ଉଦାହରଣ ସ୍ୱରୂପ ଗୋଟେ ଗ୍ଲାସରେ ଯେତେବେଳେ ଆମେ ପାଣି ପିଇବାକୁ ନଉ, ପ୍ରଥମେ ପାଣିଟା ଯୋଉ ପାତ୍ର ଥିଲା ବା ଯୋଉ ଜଗରେ ଥିଲା, ସେଠୁ ଆମେ ପାଣିଟାକୁ ଆଣିକି ଯୋଉ ଗ୍ଲାସ ଢାଳୁଛେ, ସେ ଗ୍ଲାସ ଭିତରେ ମଇଳା ଅଛି ବୋଲି ଆମକୁ ଦେଖାଯାଉଥିଲା। ପାଣି ଢାଳି ସାରିଲା ପରେ ଦେଖାଗଲା ଯେ ପାଣିଟା ହିଁ ମଇଳା ପାଣି, ପ୍ରକୃତ ପାଣିଟା ମଇଳା ନଥିଲା, ଗ୍ଲାସ ଭିତରେ ମଇଳାଟା ଅଛି ବୋଲି ଆମେ ଆଉ ଦେଖିନାଉ। ସେଇଭଳି ଭାବରେ ଯଦି ଆମ ଭିତରଟାକୁ ଆମେ ପରିମାର୍ଜନ କରିବା, ତାହେଲେ କଣ ହବ, ଆମକୁ ଏଇ ବିକୃତ ଚାଲିଚଳନ ଆମକୁ ସେଟା ସୁରକ୍ଷା ଦେବ। କାହିଁକିନା କୋଉଟା ଭୁଲ କୋଉଟା ଠିକ ଭୁଲ ସେଇଟାକୁ ସିଏ ଆମକୁ ଭିତରେ ଜଣେ କିଏ ଅଛନ୍ତି, ସିଏ ଆମକୁ ବତେଇ ଦେବେ। ତେଣୁ ସେଇଥିପାଇଁ କୁହାଯାଉଛି ଯେ ନିଜକୁ ପ୍ରତ୍ୟେକ ମୁହୂର୍ତ୍ତରେ ଆତ୍ମସମୀକ୍ଷା କରିବାକୁ ପଡିବ। ମୁଁ ଯୋଉ କାମ କରୁଛି ସେଟା କେତେ ଠିକ ଅଛି, କେତେ ଭୁଲ ଅଛି, ମୁଁ କିଛି ଭୁଲ କରୁନି ତ। ତେଣୁ ତୁମ ଭିତରେ ଥିବା ମିଥ୍ୟା ଓ ତମଗ୍ରସ୍ତ ଭାବକୁ ଖୋଜି ବାହାର କର, ତାପରେ ସେସବୁ ପ୍ରତ୍ୟାଖ୍ୟାନ କରିଚାଲ, ତେବେ ହିଁ ରୂପାନ୍ତର ସାଧନ ସକାଶେ ଭାଗବତୀ ଜନନୀକୁ ଆହ୍ୱାନ କରିବାର ଯଥାର୍ଥ ଅଧିକାର ତୁମେ ପାଇପାରିବ। ତେଣୁ ଆମ ଭିତରେ ଯଦି ଭୁଲଟାକୁ ଆମେ ରଖୁଥିବା, ତାହେଲେ କଣ ହବ, ସେଠି ଉଦାରତାଟା ଆମ ଭିତରକୁ ଆସିବନି। ଯଦି ମୁଁ କିଏ ଜାଣୁ ବା ନ ଜାଣୁ ମୋ ଭୁଲଟାକୁ ମୁଁ ନିଜେ ସ୍ୱୀକାର କଲି, ତାହେଲେ କଣ ହବ, ଆମ ଭିତରେ ସେଇ ଉଦାରତା ଗୁଣ ବଢିଯିବ ଏବଂ ଆମ ବିକୃତ ଚାଲିଚଳନଟାକୁ ଆମେ ଚିହ୍ନି ପାରିବା, ନା ଏଇଟା ମୁଁ କରିବା କଥା। ପ୍ରକୃତ ସାଙ୍ଗ ହଉଛି କିଏ, ସେ ଦେଖ ଦୁଇ ଜଣ ସାଙ୍ଗ ଥିବେ, ଜଣେ ସାଙ୍ଗ ଯଦି ଆଉ ଜଣଙ୍କ ସାଙ୍ଗକୁ ପ୍ରକୃତରେ ଭଲ ପାଉଥିବ, ତାହେଲେ ସେ ସାଙ୍ଗଟା ଯେତେବେଳେ ଭୁଲ କାମ କରୁଥିବ, ସେ ତାକୁ ସାମ୍ନାରେ କହିବ, ତୁ ଏଇଟା କରନି, ଏଇଟା କରିବାଟା ହିଁ ଗୋଟେ କ୍ଷତି। କିନ୍ତୁ ଉପର ଠାଉରିଆ ବନ୍ଧୁତା ଯୋଉମାନେ କରନ୍ତି, ସେମାନେ ଉପରେ ଉପରେ ହସି ହସି କଥା କହିବେ। ବନ୍ଧୁଟା ବା ସାଙ୍ଗଟି ଯଦି ଭୁଲ କାମ କରୁଛି, ତାକୁ କିଛି କହିବେନି, କାରଣ ସେ ଚାହୁଁଛନ୍ତି ସାଙ୍ଗ ସେମିତି ଖରାପ କାମ କରୁ, ଅସୁବିଧାରେ ପଡୁ। କିନ୍ତୁ ସଚ୍ଚା ସାଙ୍ଗ ଯିଏ, ସେ ସାମ୍ନାରେ କହେ ଏବଂ ଭୁଲ ଆରମ୍ଭରୁ ହିଁ ସଜାଡିବା ପାଇଁ କି ବତଉଥାଏ। ହୁଏତ କଥାଟା କଷ୍ଟ ଲାଗିପାରେ। ତେଣୁ ଏଇଠି ପୁଣି ଗୋଟେ ପ୍ରଶ୍ନ ଆସିଲା ଯେ what are the rules of conduct you consider indispensable in our community? ଗୋଟେ ଗୋଷ୍ଠୀ ଭିତରେ ଆମେ ଅଛୁ, ଗୋଟେ ଶ୍ରେଣୀରେ କେତେକ ପିଲା ହୁଅନ୍ତୁ ବା ଗୋଟେ ଅଫିସର କେତେକ କର୍ମଚାରୀ ହୁଅନ୍ତୁ ବା ଗୋଟେ ଗାଁରେ କେତେକ ଲୋକ ହୁଅନ୍ତୁ, ଗୋଟେ ଗୋଷ୍ଠୀ ଭିତରେ ଅଛନ୍ତି। ସେଇ ଗୋଟିଏ ଗୋଷ୍ଠୀରେ ତୁମେ ଆବଶ୍ୟକ ଆଚରଣକୁ କେମିତି ତମେ ବିଚାର କରିପାରିବ। ଆମ ଭିତରେ କୋଉ ପ୍ରକାରର ଚାଲିଚଳନ ବା ଆଚରଣ ହବା ଦରକାର, ଆମେ କେମିତି ସେଟା ଜାଣିବା, ସେଟା ପୁଣି ମା ସେଠି କହୁଛନ୍ତି, ପେସେନ୍ସ, ପରସେଭେରାନ୍ସ, ଜେନେରୋସିଟି, ବ୍ରଡ ମାଇଣ୍ଡନେସନେସ, insight, calm and understanding, firmness and control over the ego until it is completely
mastered or even abolished। ଯଦି ଆମ ଭିତରେ ଧୈର୍ଯ୍ୟ, ଅଧ୍ୟବସାୟ, ଉଦାରତା ଏବଂ ପ୍ରଶସ୍ତ ମାନସିକତା ଏବଂ ଭିତରେ ଶାନ୍ତ ଏବଂ ଗୋଟେ ଉତ୍ତମ ବୁଝାମଣା ରହୁଥିବ ଏବଂ ଆମର ଇଗୋ ଉପରେ ଆମେ ନିଜେ ଆତ୍ମନିୟନ୍ତ୍ରଣ କରିପାରୁଥିବା, ତାହେଲେ ଏଇସବୁ ଉପରେ ଆମେ ପ୍ରଭୁତ୍ୱ ହାସଲ କରିପାରିବା। ଯାହା ଫଳରେ କଣ ହବ, ଆମର ଯୋଉ ପରସ୍ପର ଭିତରେ ଗୋଟେ ସାମଞ୍ଜସ୍ୟ ସୃଷ୍ଟି ହବ, ଗୋଟେ ଉତ୍ତମ ବାତାବରଣ ତିଆରି ହେଇଯିବ ଏବଂ ସେ ଉତ୍ତମ ବାତାବରଣ ତିଆରି ହେଇଯିବା ଫଳରେ କଣ ହବ, ଗୋଟେ ଉଦାରତା ଗୁଣଟା ଆମ ଭିତରେ ଆସିବ ଏବଂ ଜଣଙ୍କର ଅସୁବିଧାଟାକୁ ମଧ୍ୟ ଆଉ ଜଣେ ବୁଝିପାରୁଥିବ। କାହିଁକିନା ଆତ୍ମା ସହିତ ଆତ୍ମାର ଯୋଉ ସମ୍ପର୍କ ସେଠି କହିବାକୁ ପଡିବନି। ଜଣେ ଆସିଲେ ଆମେ ତାକୁ ଦେଖିଦେଲେ ଜାଣିପାରିବୁ। ଆପଣମାନେ ଦେଖିଥିବେ ବାବାଜୀ ମହାରାଜଙ୍କ ପାଖକୁ ଯୋଉମାନେ ଯାଆନ୍ତି ଓଡ଼ିଶାରୁ, ସେମାନେ ଆଗ ପ୍ରଥମେ ପଚାରିବେ, ବାବାଜୀ ମହାରାଜ ପଚାରିବେ ଖାଇଲଣି କି ନାହିଁ, ଆଗ ପଚାରିବେ। ତାପରେ ଦ୍ୱିତୀୟ ପଚାରିବେ କୋଉଠି ରହୁଛ, ତାପରେ ତୃତୀୟ ପଚାରିବେ ଓଡ଼ିଶାରେ ବର୍ଷା କେମିତି ହଉଛି, ଚାଷବାସ କେମିତି ହଉଛି। ଏଇ ତିନିଟା ଜିନିଷ ସେମାନେ ଆଗ ପଚାରନ୍ତି। ତାପରେ ଯୋଉମାନେ ଯାଆନ୍ତି ସେମାନେ ଭିତରେ ତ ଭାବନ୍ତି ହଁ ଖାଇବା କଥା ପଚାରିବାଟା ଠିକ, ରହିବା କଥା ପଚାରିବା ଠିକ, ଆଉ ବର୍ଷା କେମିତି ହଉଛି, ଚାଷବାସ କେମିତି ହଉଛି ଏଇଟା କାହିଁ ପଚାରିଲେ। ତାର ଉତ୍ତର ସେଠାରେ ବାବାଜୀ ମହାରାଜ କହୁଥିଲେ, ଯଦି ଚାଷବାସଟା ଭଲ ହଉଥିବ, ଲୋକମାନେ ଯଦି ଭଲରେ ମୁଠେ ଖାଇବାକୁ ପାଉଥିବେ, ତାହେଲେ ସିନା ପାଠଚକ୍ର କାମ ଆଗେଇବ। ଆଉ ଲୋକମାନେ ଯଦି ବନ୍ୟା, ବାତ୍ୟା, ମରୁଡ଼ି ଦ୍ୱାରା ଯଦି ପ୍ରଭାବିତ ହେଇକି ଅସୁବିଧା ରହୁଥିବେ, ଭଲରେ ଖାଇବାକୁ ମୁଠେ ପାଉନଥିବେ, ତାହେଲେ ପାଠଚକ୍ର କାମ ଆଗେଇବ କେମିତି? ଏଇ ହଉଛି ତାଙ୍କ ଭିତରେ ଗୋଟେ ଉଦାର ମନୋଭାବ। ତେଣୁ ଲୋକମାନେ ଆଗ ପ୍ରଥମେ ଭଲରେ କେମିତି ରହିବେ, ଯୋଉଥିପାଇଁ ଓଡ଼ିଶା ଲୋକମାନେ ଯେହେତୁ ବହୁତ ଗରିବ, ସେଥିପାଇଁ କି ଓଡ଼ିଆ ନିଳାମ ତିଆରି ହେଇଥିଲା। କାହିଁକିନା କମ ପଇସାରେ ସେଠି ରହିବେ, ଆଶ୍ରମ ଦର୍ଶନ କରିବେ। ତେଣୁ ଆମ ଭିତରେ ଯଦି ସେଇ ଭାବନାଟା ଆମ ଭିତରେ ତିଆରି କରିବା ପରସ୍ପର ଭିତରେ, ତାହେଲେ କଣ ହବ, ଗୋଟେ ଗୋଷ୍ଠୀ ଭିତରେ ଗୋଟେ ସମନ୍ୱୟ ସୃଷ୍ଟି ହବ ଏବଂ ଅତ୍ୟାବଶ୍ୟକ ଆଚରଣଟାକୁ ଆମେ ଜାଣିପାରିବା। ତାପରେ ପୁଣି ସେଟା ମା କହୁଛନ୍ତି, ଜେନେରୋସିଟି gives and gives itself without bargaining। ଉଦାରତା ଦେଇଦିଏ ନିଜକୁ କୌଣସି ମୂଲଚାଲ ନ କରିକି ସେ ଦେଇଦିଏ। ମାନେ ମୁଁ ନିଜକୁ ଦେଇଦେବା ଦ୍ୱାରା ମତେ କେତେ ମିଳିବ ବା କେତେ ଲାଭ ହବ, ଏଭଳି କୌଣସି ମୂଲଚାଲ ନଥାଏ କି ଯୋଉ ଦେଇଦେବାକୁ କୁହାଯାଏ ଉଦାରତା। ଏଇଟା ବହୁତ କଷ୍ଟ, କାହିଁକିନା ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଭାବୁ ମୁଁ ଯଦି 10 ଟଙ୍କା ଖର୍ଚ୍ଚ କରୁଛି ମତେ କେତେ ମିଳିବ। ଭାଇ ଭଉଣୀ ମାନେ ଆପଣ ମାନେ ଦେଖିବେ, ଭଗବାନଙ୍କ କାର୍ଯ୍ୟ ଯଦି 2 ଟଙ୍କା ଆପଣ ଖର୍ଚ୍ଚ କରିଥିବେ, ଆପଣ ତାଠୁ ଅଧିକ ପାଇବେ। କିନ୍ତୁ କେବେ କେବେ ମିଳିବ କଣ ହବ ସେଟା ଅଲଗା କଥା, କିନ୍ତୁ କେବେ ଭାବିବେନି ଯେ ହଁ ମୁଁ ଦେଲେ ମୋର କାଳେ ପଇସା ସରିଯିବ, କେବେ ବି ସରେନି। ଆମେ ଯେତିକି ଦଉ ତାଠାରୁ ଅଧିକ ପାଉ, କିନ୍ତୁ ଆମ ଭିତରେ ସେ କୁଣ୍ଠିତ ଭାବ ରହୁଛି ବୋଲି ଆମେ ସେ ଅଭାବ ଭିତରେ ରହୁ। ଯେତେ ଦବା ସେତେ ଅଧିକ ମିଳିବ, କିନ୍ତୁ ଆମେ ଯେତେବେଳେ ବାର୍ଗେନିଂ କରୁଛୁ, ନାଇଁ ନାଇଁ ମୁଁ ଦେଇଦେଲେ ମୋର ସରିଯିବ, ସେଇ ସମୟରେ ହିଁ ଆମର ଅଭାବଟା ରହେ ବା ସେ ଦବାର କିଛି ମୂଲ୍ୟ ରହେ। ସେଇଥିପାଇଁ କୁହାଯାଇଛି ଯେ ଚେଞ୍ଜ ହାର୍ଟ ରେଡ୍ ଇନଟୁ ହାରମୋନି। ଗୋଟେ ଘୃଣା ଯେପରି ସଂଗତିରେ ପରିବର୍ତ୍ତନ ହବ, ଜେଲସି ଇନଟୁ ଜେନେରୋସିଟି, ଈର୍ଷା ଉଦାରତାର ପରିଣତ ହବ। ମୁଁ ଯଦି ଅନ୍ୟକୁ ଦେଖିଲେ ସହିପାରୁନି, ଦେଖିପାରୁନି, ତାହେଲେ ଜାଣିବା ଯେ ମୋ ଭିତରେ ସେଇ ଜେଲସି ଗୁଣଟା ଅଛି ବା ଈର୍ଷା ଗୁଣଟା ଅଛି ବୋଲି ଉଦାରତା ଗୁଣ ନାହିଁ। ଯେମିତିକି ଧରନ୍ତୁ ଅନ୍ଧାର ଅଛି, ଯେତେବେଳେ ଆଲୋକ ପ୍ରବେଶ କରୁଛି ସେତେବେଳେ ଅନ୍ଧାର ଆପେ ଆପେ ଚାଲି ଯାଉଛି। ଯେମିତି ଆଲୋକ ଏବଂ ଅନ୍ଧକାର ଏଇଟା କେବଳ ଏକ ସମୟରେ ବାସ କରିବାକୁ ଦିଆଯାଏନି। ଆଲୋକ ଆସିଲା ମାନେ ଅନ୍ଧାର ଆପେ ଆପେ ଚାଲିଯିବ। ସେମିତି ଯୋଉଠି ଉଦାରତା ଆସିଯିବ ଜେଲସି ଚାଲିଯିବ। ଯଦି ଆମେ ଜେଲସିକୁ ଧରିକି ରଖିଥିବା ତାହେଲେ ଉଦାରତା ଆସିବ ନାହିଁ। ଅନେକ ସମୟରେ ଆମେ ମାନେ କଣ କରୁ, ଅନ୍ୟକୁ ଯୋଉ ତୁଳନା କରିଦଉ, ତାଙ୍କର ଏମିତି ହେଲାନି ମୋର କାହିଁ ଏମିତି ହଉନି, ସିଏ 20 ପ୍ରକାର ଆଇଟମ କରିକି ଖାଉଛନ୍ତି ଆମେ କାହିଁ ଖାଇପାରୁନି। ସପୋଜ ଆମେ ହୋଟେଲକୁ ଯାଇଛେ,
ଆମକୁ ତ ଭୋକ ଲାଗୁଛି ଖାଇବାକୁ ପଡିବ, ଆମେ ଭାତ ଡାଲି ତରକାରୀ ଆମ ପାଖରେ ଯେତିକି ପଇସା ଅଛି ଆମେ ସେତିକି ଖାଇବା। ଆମ ପାଖରେ ବସିଥିବା ଲୋକଟା 10 ପ୍ରକାର ଆଇଟମ ଖାଉଛି, ଆମେ ତା ଥାଳି କାହିଁକି ଚାହିଁବା? ତା ଥାଳିକି ଚାହିଁବା ଅର୍ଥ ଆମ ଭିତରେ ତା ପ୍ରତି ଗୋଟେ ଭାବ ଆସିବ। କିଛି ଚାହିଁବା ଦରକାର ନାହିଁ, ଆମର ଯେତିକି ଦରକାର ଆମେ ସେତିକି ଚଳିବା। ତାପରେ ଇଗ୍ନୋରାନ୍ସ ଇନଟୁ ନଲେଜ, ଯୋଉଟା ଅଜ୍ଞାନତା ଜ୍ଞାନରେ ହିଁ ପରିଣତ ହବ। ଥରେ ଦେଖନ୍ତୁ ଗୋଟେ ଅଜ୍ଞାନତା କେମିତି ଜ୍ଞାନରେ ପରିଣତ ହବ। ଥରେ 2 ଜଣ ସାଙ୍ଗ ଗୋଟେ ବାହାଘର ଭୋଜିରେ ଯାଇଥିଲେ, ମାନେ ଜଣେ ସାଙ୍ଗର ଯୋଉ ଭଉଣୀ ବାହାଘର ଭୋଜିରେ ଯାଇଛନ୍ତି। ଭୋଜି ଖାଇସାରିକି ଆସିଲା ପରେ ଦେଖିଲେ ଯେ ସେ ତା ଚପଲ ନାହିଁ। ଯେହେତୁ ତା ଚପଲ ନାହିଁ, କିଏ ଆଉ ଜଣେ ଚୋରେଇକି ନେଇଯାଇଛି। ତାର ଆଉ ଗୋଟେ ସାଙ୍ଗ କହୁଛି ତୋ ଚପଲ ଯଦି ଆଉ ଜଣେ କିଏ ଚୋରେଇକି ନେଲା, ତୁ ସେମିତି ଆଉ ଜଣଙ୍କ ଚପଲ ଚୋରେଇକି ନେଇକି ପଳଉନୁ, ଅସୁବିଧା କଣ? ଯାହାର ଚପଲ ହଜିଛି ସେ ସାଙ୍ଗେ ସାଙ୍ଗେ ଉତ୍ତର ଦେଇ କହୁଛି ନାଇଁ ନାଇଁ ମୁଁ ସେ ଭୁଲ କରିବି। ମୋର ଯିଏ ଚପଲ ନେଲା ସିଏ ତ ଗୋଟେ ଚୋରି କାମ କଲା, ଗୋଟେ ଭୁଲ କଲା। ସିଏ ବି ଅଭାବ ଆଉ ଦରିଦ୍ର ଭିତରେ ଜୀବନ ବିତେଇବ, ମୁଁ କାହିଁକି ତା ଚପଲ ନେବି? ମୁଁ ଖାଲି ଗୋଡେ ପଛେ ମୋ ଘରକୁ ଯିବି, ମୁଁ ସେଇ ଚୋରି କରିବି ନାହିଁ। ତାକୁ ଯିଏ ବତଉଥିଲା ଏ କଥାଟା, ତା ମୁହଁଟା ତଳକୁ ହେଇଗଲା। ସେ ଯାହା ହଉ, ମାନେ ମୁଁ ଭାବୁଥିଲି ଯେ ମୁଁ ତାଠୁ ଅଧିକ ଜ୍ଞାନୀ ବୋଲି, ସେ ସେଇଠି ନିଜର ଭୁଲ ବୁଝି ପାରିଲା। ଜଣେ ତ ଚୋରି କରିକି ନେଲା ଚପଲ ଭଳିଆ, ମୁଁ କାହିଁ ଚୋରି କରିବି? ସେଇ ହଉଛି ଅଜ୍ଞାନତାର ସେ ଗୋଟେ ଜ୍ଞାନ ହାସଲ କଲା। ତେଣୁ ଆମ ଭିତରେ ଯଦି ଆମେ ସେଇ ଭାବନାଟାକୁ ସବୁବେଳେ ରଖିକି ମାଙ୍କ ପାଖରେ ପ୍ରାର୍ଥନା କରି ଯେ ଆମକୁ ତମେ ସଦ୍ବୁଦ୍ଧି ଦିଅ, ଆମେ କେମିତି ଆଗକୁ ଯିବୁ, ତାହେଲେ କଣ ହବ? ଭିତରୁ କିଏ ନା କିଏ ଗୋଟେ ଆମକୁ ବତେଇ ଦବ, ଯେମିତି କଣ ମାନେ କେମିତି ହବ, କଣ ହବ ସିଏ ଆମକୁ ବତେଇ। ତାପରେ ଲେଖା ଅଛି ଯେ ସାଇକିକ ଜେନେରୋସିଟି ଗିଭ୍ସ ଫର ଦ ଜୟ ଅଫ ଗିଭିଂ। ଚୈତ୍ୟ ଉଦାରତା ଦିଏ କଣ? ଫର ଦି ଜୟ ଅଫ ଗିଭିଂ। ଦେଇଦବାର ଯୋଉ ଗୋଟେ ଆନନ୍ଦ, ସେଟା କେବଳ ଚୈତ୍ୟ ଉଦାରତାରେ ହିଁ ମିଳେ। ସେଥିପାଇଁ କୁହାଯାଏ ଦେବାରେ ଆନନ୍ଦ ହଉଛି ଦେବତା ମାନଙ୍କର, ନେବାରେ ଆନନ୍ଦ ହଉଛି ଅସୁର ମାନଙ୍କର। ଯେତେ ଦେଇଦବ ସେତେ ଖୁସି ଲାଗିବ। ମୁଁ କହୁନି ଯେ ଅପାତ୍ର ଦାନ ଦେବା, ସେ କଥା ମୁଁ କହୁନି। ଆମକୁ ଯେତିକି ଅଛି, ଆମର ଯେ ଆବଶ୍ୟକତା ଠାରୁ ଆମ ପାଖରେ କିଛି ଅଧିକ ଅଛି, ଆମେ ଯଦି ଅନ୍ୟକୁ କିଛି ଦେଲେ ତ ଜାଣିବା ଯେ ସେଟା ହେଲା ଆମ ଭିତରେ ଗୋଟେ ଉଦାର ଗୁଣ ଅଛି। କିନ୍ତୁ କିଛି ଲୋକ ଅନ୍ୟଠୁ ଖାଲି ନବା ପାଇଁ ଚାହାନ୍ତି, ସେ ନେବାରେ ଆନନ୍ଦ ହଉଛି କଣ? ସେଗୁଟା ହଉଛି ଅସୁର ମାନ। ଯଦି ଆମେ ଦେଇପାରୁଛେ ଭଗବାନଙ୍କ କାର୍ଯ୍ୟରେ ଅଳ୍ପ କିଛି ଆମେ ଦଉ, ପ୍ରକୃତରେ ସବୁ ଧନ ସମ୍ପତ୍ତି ହଉଛି ଭଗବାନଙ୍କର। ଯେଉଁମାନଙ୍କର ଏଇ ଜିନିଷ ଅଛି ସେମାନେ ରକ୍ଷକ ବା ଟ୍ରଷ୍ଟି ମାତ୍ର, ମାଲିକ ନୁହନ୍ତି। ଆଜି ଏହା ସେମାନଙ୍କ ପାଖରେ ଅଛି, କାଲି ଅନ୍ୟତ୍ର ଚାଲି ଯାଇପାରେ। ଯେତେ ଦିନ ତାହା ସେମାନଙ୍କ ପାଖରେ ଅଛି, ସେମାନେ କିପରି ମନୋଭାବ, କିପରି ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି, ତାହା ହିଁ ଅସଲ କଥା। ତେଣୁ ଯୋଉ ଭଗବାନ ଆମକୁ ସବୁ ଦଉଛନ୍ତି, ଆମେ କେବଳ ତାଙ୍କରି ବସ୍ତୁର ଅତି ସାମାନ୍ୟ ଅଂଶ ମାତ୍ର ଆମେ ଦଉଛେ, ତାହେଲେ କଣ ହବ? ଆମର ହୃଦୟଟା ବିଶାଳ ହବ ଧୀରେ ଧୀରେ। ଆଉ ଯଦି ଆମେ ସଂକୁଚିତ ମନୋଭାବ ରଖୁଥିବା, ତାହେଲେ ଧୀରେ ଧୀରେ ଆମ ଭିତରେ ସେଇ ସଂକୀର୍ଣ୍ଣତା ବଢିବ ଏବଂ ଲୋଭ ବି ବଢିବ, ଯାହାଫଳରେ ଉଦାରତାର ଗୁଣଟା ବି ଧୀରେ ଧୀରେ ଅପସରି ଯିବ। ଜେନେରୋସିଟି in the vital gives itself unstintingly। ଉଦାରତା ନିଜକୁ ଅସୀମିତ ଭାବେ ଦେଇ ଚାଲେ, ତାର କୌଣସି ଗୋଟେ ଅଟକି ଯିବନି, କାରଣ ସେ ସବୁ ସେମିତି ଦେଇ ଚାଲେ। ଆପଣ ଦେଖିଥିବେ ଗୋଟେ ଗଛ ସେମିତି ଥରେ ଗୋଟେ ପିଲା ଥରେ ଖୁବ ଜୋରେ ବର୍ଷା ହଉଛି, ଗୋଟେ ଛୋଟ ପିଲା ଖାଇନି କିଛି, ସେ ଆସିକି ଗୋଟେ ଗଛ ପାଖରେ କାନ୍ଦିଲା, କଣ ନା ମତେ ବହୁତ ଭୋକ ହଉଛି। ଭୋକ ଯେତେବେଳେ ହଉଛି ସେତିକିବେଳେ ଗଛ ପାଖରେ କାନ୍ଦିଲା, ଗଛ ଜାଣିଲା, ସେ ଗଛ କଣ କଲା? ତା ଡାଳଟାକୁ ତଳକୁ ନୁଆଇଁ ଦେଲା। ନୁଆଇଁ ଦେବା ଫଳରେ କଣ ହଉଛି? ସେ ଫଳ ଟା ତୋଳିକି ଆଣିକି ସେ ଖାଇଲା। ତା ଫଳରେ କଣ ହେଲା? ତାର ଭୋକ ମେଣ୍ଟିଗଲା। ପୁଣି ତା ଉପର ନ ଆସିଲା, ପୁଣି ସେ ଗଛ ପଠେଇଲା, ଗଛ ଫଳ ଆଣିକି ତଳକୁ ନୁଆଇଁ ଦେଲା, ସେ ପିଲାଟି ଗଛ ଫଳ ତୋଳିକି ଖାଇଲା। ଏମିତି ଅନେକ ଦିନ ଚାଲିଲା ଭିତରେ ସିନା ଖାଦ୍ୟ ମିଳିଗଲା, ବାକି ଆବଶ୍ୟକତା କେମିତି ପୂର୍ଣ୍ଣ ହବ? ସେ ଗଛ କହିଲା ତୁ ମୋ
ମତେ ହାଣିରେ ମୋର ଏଇ ଗଣ୍ଡିକୁ ନେଇ ଗୋଟେ ଡଙ୍ଗା ତିଆରି କରିଦେ, ଆଉ ସେ ଡଙ୍ଗାକୁ ନଈରେ ଯୋଉ ଲୋକମାନଙ୍କୁ ପାରି କରିବୁ ସେଥିରେ ତତେ କିଛି ପଇସା ମିଳିବ, ତୋର ବାକି ଆବଶ୍ୟକତା ପୂରଣ ପାଇଁ ସେ ଅର୍ଥକୁ ବ୍ୟବହାର କରିବୁ। ସେ ଗୋଟେ ଗଛକୁ ହାଣିକି ସେଠି ଗୋଟେ ଡଙ୍ଗା ତିଆରି କରୁଛି। ଡଙ୍ଗା ତିଆରି କରିବା ଫଳରେ କଣ ହେଇଛି, ତାର ପ୍ରତ୍ୟେକ ଦିନ କିଛି ନା କିଛି ଅର୍ଥ ଉପାର୍ଜନ କରିଛି ଏବଂ ସେଇ ଡଙ୍ଗାରେ ମଧ୍ୟ ତାର ଆବଶ୍ୟକ ଜିନିଷ ସବୁ ରଖେ। ରାତି ହେଲେ ସେ ଡଙ୍ଗା ଭିତରେ ଶୁଏ, ନଈର କୂଳରେ ଡଙ୍ଗାକୁ ବାନ୍ଧି ଦେଇକି ସେ ଡଙ୍ଗା ଭିତରେ ଶୁଏ। ଦିନେ ଏମିତି ନଈ ପାରି କରୁ କରୁ ଖୁବ ଜୋରେ ମେଘ ପବନ ହେଇଛି, ନଈର ଧାର ଖୁବ ଜୋରେ ସ୍ରୋତ ବଢିଛି, ଯାହାଫଳରେ ଡଙ୍ଗାଟି ବୁଡି ଯାଇଛି ଏବଂ ସେଇ ଡଙ୍ଗାରେ ଥିବା ତାର ପିନ୍ଧିବା ବସ୍ତ୍ର ଏବଂ ଆବଶ୍ୟକ ଜିନିଷ ପତ୍ର ମଧ୍ୟ ନଈରେ ଭାସି ଯାଇଛି। ସେଇ ପିଲାଟି ପୁଣି ସେ ଗଛ ପାଖକୁ ଆସିକି ଠିଆ ହେଇକି କାନ୍ଦୁଛି, ତା ଦେହ ଥରୁଛି, ତାକୁ ଶୀତ ଲାଗୁଛି, କାରଣ ତାର ମନେ ପଡିଲା ସେଇ ଗଛ ହିଁ ତା ଇଏ। ଗଛଠୁ ପଚାରୁଛି କଣ ପାଇଁ ଏଠି ଠିଆ ହେଇଛି, କାହିଁ କାନ୍ଦୁଛୁ? ନା ମୋର ଡଙ୍ଗା ତ ବୁଡିଗଲା, ସେ ଡଙ୍ଗାରେ ସବୁ ଲୁଗାପଟା ଥିଲା ସବୁ ବୁଡିଗଲା, ମତେ ବହୁତ ଜୋର ଶୀତ ହଉଛି। ଡଙ୍ଗା ସେଇ ଗଛଟି କହୁଛି ଯୋଉ ମୂଳରେ ଟିକେ ଯାହା କାଠ ଅଛି ତୁ ତାକୁ ବି ନିଆଁ ଲଗେଇଦେ, ତୁ ମତେ ଜଳେଇ ଦେ, ସେଇ ଉତ୍ତାପ ଯୋଉ ପାଇବୁ ସେଇ ଉତ୍ତାପରେ ହିଁ ତୋ ଶୀତ କମିଯିବ, ତତେ ଆଉ ଥଣ୍ଡା ଲାଗିବନି। ଶେଷ ସେ ମୂଳଟାକୁ ମଧ୍ୟ ନିଆଁକୁ ଜଳେଇ ଦେଇଛି। ମାନେ ଜଣେ ଆଉ ଜଣଙ୍କ ପାଇଁ କେତେ ତ୍ୟାଗ କରୁଛି, ମାନେ ଅସୀମିତ ଭାବରେ ନିଜକୁ ଦେଇ ଦଉଛି। ଏଇ ଉଦାର ଭାବରେ ଦେଖିବେ, ଜଣେ ଆଉ ଜଣକୁ ବନ୍ଧୁତା ବାନ୍ଧୁଛି, ଉପରେ ବନ୍ଧୁ ଭଳି ବ୍ୟବହାର ଦେଖଉଛି, କିନ୍ତୁ ଯଦି ଭିତରେ ସେ ନିଜକୁ ସଜାଡ଼ିବା ପାଇଁ ସେ ଚେଷ୍ଟା କରୁନଥିବ, ତାହେଲେ କଣ ହବ, ଧୀରେ ଧୀରେ କଣ ହବ, ସେଇ ଉଦାରତାଟା କମିଯିବ ଏବଂ ସେ ବିପଥଗାମୀ। କିନ୍ତୁ ମା ଯୋଉଟା କହୁଛନ୍ତି, ଯେତେ ଆମେ ଚୈତନ୍ୟତା ସହିତ ସମ୍ପର୍କ ରଖିବା, ଆମର ଚୈତନ୍ୟତା ଯଦି ସାମ୍ନାକୁ ଆସିବ, ଯାହା ଫଳରେ କଣ ହବ, ଆମ ଭିତରେ ଭଗବତ ନିର୍ଦ୍ଦେଶ ଦ୍ଵାରା ଆମେ ପରିଚାଳିତ ହବା ଏବଂ ଭଗବତ ନିର୍ଦ୍ଦେଶ ଦ୍ଵାରା ପରିଚାଳିତ ହେଲେ କଣ ହବ, ଆମକୁ ଭିତରର ଶାନ୍ତ ଲାଗୁଥିବ। ଭିତରଟା ଯେତେ ଶାନ୍ତ ଥିବ ତାହେଲେ ହବ କଣ ହବ, ଆମ ପାଖରେ ଶତ୍ରୁ ଯିଏ ମିତ୍ର ବି ସିଏ। କାହିଁକିନା ଚୈତନ୍ୟତା କେବେ ବିଷାଦଗ୍ରସ୍ତ ହୁଏ ନାହିଁ, ସେ ସବୁବେଳେ ଖୁସି ଅନୁଭବ କରୁଥିବ। ତେଣୁ ସେଇଭଳି ଭାବରେ ଆମେ ସେଇ ଚୈତନ୍ୟତା ସହିତ ସମ୍ପର୍କ ରଖିପାରିବା, ତାହେଲେ ଆମେ ଧୀରେ ଧୀରେ ତେଣୁ ଲେଖା ହେଇଛି ଏଇଥିପାଇଁ, as to egoism and selfishness, one can be generous and yet egoistic, one can be generous with vanity, pride, etc. In the generosity, one can even be egoistic in self-sacrifice. ଯଦି ଆମ ଭିତରେ ଯୋଉ ଯଦି ଦମ୍ଭ ଗର୍ବ ଏଇ ଗୁଡାକ ଅଛି, ସିଏ ବି ଧୀରେ ଧୀରେ ସେଟା କଣ ହବ, ସେ ଉଦାରତାରେ ବି ସେଟା ପରିଣତ ହବ। ସେଲଫିଶନେସ ଅଛି ବୋଲି ଆମ ଭିତରେ ସେ ଉଦାରତା ଆସୁନାହିଁ। ଯଦି ସେଲଫିଶନେସ ଟା ତ୍ୟାଗ ହେଇଯିବ, ଯାହା ଫଳରେ କି ଆମ ଭିତରେ ଉଦାରତା ଆସିଯିବ। ତ ପୁଣି ଯୋଉଟା ମା ତାଙ୍କର ଲେଖୁଛନ୍ତି, I want to speak of moral generosity to feel happy. For example, when a comrade is successful, an act of courage, of unselfishness, a fine sacrifice have a beauty in them which gives you joy. It may be said that moral generosity consists in being able to recognize the true worth and superiority of others. जोटा कि मोराल जेनरोसिटी बा नैतिक उदारता जोटा कहते आमे गोटे सब खुशी अनुभव कर समस्त खुशी अच्छे खुशी जब आम भर कि जड़े भी दुख अनुभव कला जान उदारता तेणु आम लिखाई ए बैंड ऑफ स्पिरिचुअल वर्कर जमी गोटे म्यूजिक पार्टी समस्त जमी प्रत्येक वाद्य यंत्र जमी गोटे समन्वय रोचे से गीत आम माधुर्य आसूची से भाव आमर गोष्ठी भितर जो मैंने अच्छा निज बंधु सांग साथी ये मान को लेकिन आम भीतर जदि आम
ଏକ ସମନ୍ୱୟ ସୃଷ୍ଟି କରିପାରିବା ତାହେଲେ ଆମର ଉଦାରତା ସୃଷ୍ଟି ହେଇଯିବ ଏବଂ ଏକ ବାତାବରଣଟା ଦିବ୍ୟ ବାତାବରଣରେ ପରିଣତ ହେଇପାରିବ। ତେଣୁ ଏଇ ହଉଛି ଉଦାରତା, ଯାହାଫଳରେ କି ଏଇ ଉଦାରତା ଗୁଣଟା ଆମ ପାଇଁ ମହାନ ଏଇଥିପାଇଁ କି ଯେତିକି ଦିନ ପର୍ଯ୍ୟନ୍ତ ଆମ ଭିତରେ ଶିଖିବାର ଗୁଣ ଥାଏ, ଜାଣିବାର ଇଚ୍ଛା ଥାଏ, ସେଇ ସମୟରେ ହିଁ ଆମେ ଅଧିକ ଜ୍ଞାନ ଅର୍ଜନ କରିପାରୁ। ଯେତେବେଳେ ଶିଖିବା ଜାଣିବାର ଭାବନାଟା ଆମ ଭିତରେ କମି ଆସୁଛି, ଜାଣିବ ଯେ ଆମ ଭିତରେ ଉଦାରତା ନାହିଁ। ଏତିକି କହି ମୋର ଆଜି ବକ୍ତବ୍ୟ ଶେଷ କରୁଛି। ବନ୍ଦେ ମାତରମ୍। ବର୍ତ୍ତମାନ 1 ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ପାଠଚକ୍ରକୁ ସମାପ୍ତ କରିବା। ମା 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 ma 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 ma